ଅଗ୍ନିକାଣ୍ଡ ଘଟିଛି ସେଥିରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଖବର ରାତି 3ଟାରେ ପାଇଥିଲି, କିନ୍ତୁ ଏ ସଂଖ୍ୟା ଯେଉଁ ବଢ଼ୁଛି ଆପଣଙ୍କର ଯେଉଁ ଏସିବିରେ ଯେଉଁ ସେମାନେ ଏବେ ଯାଉଥିବେ ଯତ୍ନବାନ ନୁହନ୍ତି। ପ୍ରଥମ ବି ଗୋଟେ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଆପଣ ଆଇସିୟୁରେ ଫାୟାର ସେଫ୍ଟି କ'ଣ ଥିଲା? ଯଦି ଫାୟାର ସେଫ୍ଟି ଥିଲା ତାକୁ ୟୁଜ୍ କଲା ଭଳିଆ ଯେଉଁମାନେ ଥିବେ ସେମାନଙ୍କର ଦକ୍ଷତା ଥିଲା ନା ନାହିଁ, ସେମାନଙ୍କୁ ଟ୍ରେନିଂ ଦିଆହେଇଥିଲା ନା ନାହିଁ। ତେଣୁ ଏସିବି ଭଳି ଆମେ ଯେତେବେଳେ ପ୍ରାଇଭେଟ୍ ହସ୍ପିଟାଲରେ ହେଉଛି ଆମେ ଫାୟାର ସେଫ୍ଟି ପାଇଁ ଭାବୁଛୁ, କିନ୍ତୁ ଏସିବି ଗୋଟେ ଏଡ଼େ ବଡ଼ ସଂସ୍ଥା, ତା ଭିତରେ ଫାୟାର ସେଫ୍ଟି କ'ଣ ଅଛି ଦେଖିବାକୁ ପଡ଼ିବ। ଯଦି ଫାୟାର ସେଫ୍ଟିର ବ୍ୟବସ୍ଥା କରାଯାଇଛି, ଯେଉଁ ଫାୟାର ସେଫ୍ଟି ପାଇଁ ଯେଉଁ ଟ୍ରେନିଂ ଦେବା କଥା ସିକ୍ୟୁରିଟି ଆରମ୍ଭ କରିକି ଫାୟାର ବ୍ରିଗେଡର ଯେଉଁମାନେ ଷ୍ଟାଫ୍ ମାନେ ଅଛନ୍ତି ସେମାନେ କେତେ ଦକ୍ଷ ପହଞ୍ଚିଛନ୍ତି, ସେ ସବୁ ଜିନିଷକୁ ଆମେ ନଜର ରଖିଛୁ। ଅବ୍ୟବସ୍ଥା ଫାୟାର ଉପରେ ଦେଖାଯାଇଥିଲା, ସେତେବେଳେ ମଧ୍ୟ ଏମାନେ କଥା ହେଉଛି ଯେ ଅଧ୍ୟକ୍ଷ ଅଛନ୍ତି ଯେଉଁମାନେ ଦାୟିତ୍ୱରେ ରହୁଛନ୍ତି ସେମାନେ ତାଙ୍କ ଦାୟିତ୍ୱ ପ୍ରତି ଯତ୍ନବାନ ନୁହନ୍ତି। ତ ସେଥିପାଇଁ ବାରମ୍ବାର ହେଇକି ଏ ଘଟଣା ଘଟୁଛି। ଆଉ ଗୋଟେ ପ୍ରଶ୍ନ ଗୋଟେ ଉଠୁଛି, ଯୋଉ ସଂସ୍ଥାକୁ କାମ ଦିଆଯାଇଛି ତାଙ୍କର ଲାଇସେନ୍ସ କ୍ଲିୟର ନାହିଁ, ସେ ସବୁ ଦେଖନ୍ତୁ ଅବିକା ଯେତେବେଳେ ଆକ୍ସିଡେଣ୍ଟ ହେଇଛି ଆମେ ଅବିକା ସବୁ ଜାଗାରେ ପ୍ରଶ୍ନ ହଉଛି ଯୋଉମାନେ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟର ଯୋଉମାନେ ଅଛନ୍ତି, ଯିଏ ଜେଇ ଅଛନ୍ତି ଏବଂ ଫାୟାର ବ୍ରିଗେଡର ଯୋଉ ଷ୍ଟାଫ ମାନେ ଏଠି ଅଛନ୍ତି ସମସ୍ତଙ୍କ ଉପରେ ପ୍ରଶ୍ନ ଅଛି। ଏଠି କୋଉଠି ନା କୋଉଠି ଆଜ୍ଞା ତାଙ୍କ ଦାୟିତ୍ୱହୀନତା ଯୋଗୁଁ ଏସବୁ କଥା ବାରମ୍ବାର ଦେଖାଯାଉଛି। ତେଣୁ ପ୍ରଥମତଃ ଆମେ ସରକାରଙ୍କୁ ଅନୁରୋଧ କରିବୁ ଯୋଉମାନେ ଦାୟିତ୍ୱରେ ଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୁଖ୍ୟମନ୍ତ୍ରୀ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି, ଯୋଉମାନେ ଆହତ ବ୍ୟକ୍ତି ଅଛନ୍ତି ସେମାନଙ୍କ ପାଇଁ ତାହା ଉପରେ ନିଶ୍ଚିନ୍ତ ସରକାର ଧ୍ୟାନ ଦେବେ ଏବଂ ତର୍ଜମା କରିବେ। ଯୋଉମାନେ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ଆମେ ଅନୁରୋଧ କରିବୁ ସରକାରଙ୍କୁ ତାଙ୍କ ପ୍ରତି ମଧ୍ୟ ସହାୟତା ରାଶି ଘୋଷଣା କରନ୍ତୁ।